ଜି ଉଦୟଗିରି ନୂଆ କୋଠାରେ ଅବକାରୀ ଥାନା ଉଦ୍ଘାଟିତ। ଜି ଉଦୟଗିରି ସହରରେ ଦିନକୁ ଦିନ ଅବକାରୀ ମାମଲା ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିଭାଗର ନୂଆ କୋଠା ନିର୍ମାଣ କରାଯାଇଥିବା ବେଳେ ଆଜି ପ୍ରତିଷ୍ଠା କରାଯାଇଛି। ଆନୁଷ୍ଠାନିକ ଭାବେ ଆଜିଠାରୁ ନୂଆ କୋଠାରେ ଅବକାରୀ ଥାନା କାର୍ଯ୍ୟକ୍ଷମ କରିବ। ଅବକାରୀ ଥାନା ଅଧିକାରୀ କୀର୍ତ୍ତନ ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ଏସ୍ଆଇ ଶଶିଭୂଷଣ ସ୍ୱାଇଁ, କନେଷ୍ଟେବଲ ମଧୁସୂଦନ ବେହେରା ଏବଂ ସଞ୍ଜୟ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ସହିତ ଘୁଦେରି ଆଦର୍ଶ ଥାନାର କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ତେବେ ଆଜିଠାରୁ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠାରେ ଅବକାରୀ ବିଭାଗର ସମସ୍ତ କାର୍ଯ୍ୟକଳାପ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ଏହି ସ୍ଥାନରେ କାର୍ଯ୍ୟକାରୀ ହେବା ନେଇ ସୂଚନା ରହିଛି।